ପ୍ରାର୍ଥୀପତ୍ର ଦାଖଲ କରିଛି। ମହାପ୍ରଭୁ ସତ୍ୟବାଦୀର ଆରାଧ୍ୟ ପ୍ରଭୁ ଗୋପୀନାଥ କୋଣାସର ମା କୁଞ୍ଜେଶ୍ୱରୀଙ୍କର ଦର୍ଶନ କରିଛି ଏବଂ ତାପରେ ପ୍ରାର୍ଥୀପତ୍ର ଦାଖଲ କରିଛି। ଆପଣ ଜାଣିଛନ୍ତି ସତ୍ୟବାଦୀ ଏକ ସମୃଦ୍ଧ ଏବଂ ସୁରକ୍ଷିତ ଗୋଟେ ନିର୍ବାଚନ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ସେ ମାଟିରେ ଏନ୍ତୁଡ଼ି ଜଳିଛି। ସେ ମାଟି ହେଲା ପଣ୍ଡିତ ଗୋପବନ୍ଧୁଙ୍କର କର୍ମଭୂମି ଏବଂ ଜାତୀୟ ଆନ୍ଦୋଳନର ପ୍ରମୁଖ କେନ୍ଦ୍ର ଥିଲା ସତ୍ୟବାଦୀ। ପଞ୍ଚସଖାଙ୍କର ଯେଉଁ ବିଦ୍ୟାଳୟ ବନବିଦ୍ୟାଳୟ ଗୋଟିଏ ଜାତୀୟ ଚରିତ୍ର ଗଠନ ପାଇଁ ସମର୍ପିତ ଥିଲା। ଏଭଳି ଏକ ମହାନ ଭୂମିର ସେବା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଯୋଗ ଦେଇଛନ୍ତି। ମୋର ଗଭୀର ବିଶ୍ୱାସ ସତ୍ୟବାଦୀର ଭୋଟର ଭାଇ ଭଉଣୀମାନେ ବିକାଶର ପକ୍ଷଭୁକ୍ତ ହେବେ ଏବଂ ଯେଉଁ ଭୋଟ ଖଣ୍ଡିକ ଶଙ୍ଖ ଚିହ୍ନରେ ଦେବେ ଅରୁପ ପଟ୍ଟନାୟକଙ୍କୁ ପାର୍ଲାମେଣ୍ଟ ପାଇଁ ଓଡ଼ିଶାର ଦାବି ପାର୍ଲାମେଣ୍ଟରେ ଉପସ୍ଥାପିତ ହେବ ଏବଂ ମୋତେ ବିଧାନସଭାକୁ ଶଙ୍ଖ ଚିହ୍ନରେ ଭୋଟ ଖଣ୍ଡେ ଦେଲେ ସତ୍ୟବାଦୀର ବିକାଶ ଆହୁରି ଅଧିକ। ସତ୍ୟବାଦୀର ଅଭିଜ୍ଞତା କ'ଣ, କିଭଳି ଭାବରେ ଭୋଟରମାନଙ୍କର ହୃଦୟ ଜିତିବା ପାଇଁ ଆପଣ ତାଙ୍କ ପାଖରେ ପହଞ୍ଚୁଛନ୍ତି, କିଭଳି ଭୋଟରମାନଙ୍କୁ ହୃଦୟ ଜିତୁଛନ୍ତି? ସତ୍ୟବାଦୀ ଏକ ସ୍ୱାଭିମାନ ନିର୍ବାଚନ। ସତ୍ୟବାଦୀବାସୀ ସବୁବେଳେ ବିକାଶର ପକ୍ଷଭୁକ୍ତ ହୋଇଛନ୍ତି। ଓଡ଼ିଆ ବିଶ୍ୱବିଦ୍ୟାଳୟଠୁ ଆରମ୍ଭ କରି ମେଗା ପାଇପ୍ ୱାଟର ସ୍କିମ୍ ପର୍ଯ୍ୟନ୍ତ ଏବଂ ଜଳସେଚନ ଜଳ ନିଷ୍କାସନ ଏବଂ ବିଶେଷ କରି କମ୍ୟୁନିକେସନ୍ ଏବଂ ଗ୍ରାମ୍ୟ ଭିତ୍ତିଭୂମି କରିବା ପାଇଁ ବିଗତ ଦିନରେ ମୋର ଗଭୀର ବିଶ୍ୱାସ ବିଶ୍ୱାସ ଅଛି ସତ୍ୟବାଦୀର ଭୋଟର